ଇଏ ହେଲା ଆମର ବହୁତ ପୁରୁଣା ବିଲେଇ। 3 ବର୍ଷ ହେଲାଣି ତାଙ୍କ ବୟସ। ଇଏ ଆମ ପାଖରେ ଶୁଏ, ରୋଜ ଶୁଏ। ପୋଷା ବିଲେଇ ଦେଖନ୍ତୁ ଘୁଙ୍ଗୁଡ଼ି, ବିଲେଇର ଘୁଙ୍ଗୁଡ଼ି କିପରି ଘୁଙ୍ଗୁଡ଼ି ହେଉଛି। ଖାଇବା ସରିଯାଇଛି ନା ଆଉ ତ ଅଧା ଅଛି ନା କଣ? ହଁ ସେ ଖାଇସାରିଲା ପରେ କ୍ଷୀର ବ୍ରେଡ଼ ଖାଇବେ। ହ୍ୟାଲୋ ଫ୍ରେଣ୍ଡ, ଇଏ ହେଲା ଆମର ବହୁତ ପୁରୁଣା ବିଲେଇ। 3 ବର୍ଷ ହେଲାଣି ତାଙ୍କ ବୟସ। ଇଏ ଆମ ପାଖରେ ଶୁଏ, ରୋଜ ଶୁଏ। ପୋଷା ବିଲେଇ ଦେଖନ୍ତୁ ଘୁଙ୍ଗୁଡ଼ି, ବିଲେଇର ଘୁଙ୍ଗୁଡ଼ି କିପରି ଘୁଙ୍ଗୁଡ଼ି ହେଉଛି ଶୁଣନ୍ତୁ। ଆପଣମାନେ ତ ଶୁଣିପାରୁଥିବେ ବିଲେଇ ନାନୀର ଘୁଙ୍ଗୁଡ଼ି କେତେ ଜୋର ଘୁଙ୍ଗୁଡ଼ି। ବହୁତ ନିଦ୍ରା ଶୋଇଛି। ଶୀତ ଯେ ହାଡ଼ ଭଙ୍ଗା ଶୀତ ତାଙ୍କର ଦେଖନ୍ତୁ। ତାଙ୍କ ପାଇଁ ସ୍ୱତନ୍ତ୍ର ଗୋଟେ ବେଡ଼ସିଟ୍ ଅଛି। ବେଡ଼ସିଟ୍ରେ ସିଏ ଘୋଡ଼େଇକି ଶୋଇଛନ୍ତି। ବିଲେଇ ନାନୀ ଆସି ଟାଇମ୍ 8ଟା ବାଜିଲାଣି। ବିଲେଇ ନାନୀ କି ଡକା ହେଉଛି, ଉଠୁନାହାନ୍ତି। ବିଲେଇ ନାନୀ ଟିକେ ଉଠିବେ କି? ହ୍ୟାଲୋ ବିଲେଇ ନାନୀ, ଟାଇମ୍ ହେଇଗଲାଣି ବା, ଉଠିବନି କି? ଓହୋ, ବିଲେଇ ନାନୀ କହୁଛନ୍ତି ଶୀତ ବହୁତ ପ୍ରବଳ। ବିଲେଇ ନାନୀର ବେଡ଼ସିଟ୍ ଖୋଲିବାକୁ ଲାଗିଲା। ବିଲେଇ ନାନୀ ଟିକେ ଆପଣ ଉଠନ୍ତୁ। ହଁ ବିଲେଇ ନାନୀ ଟିକେ ଉଠ। ଦେଖନ୍ତୁ ବିଲେଇ ନାନୀ ଆମର ଉଠିଲେନି। ଓ ଦେଖ ତାଙ୍କ ଆଖିରୁ ମେଣ୍ଡିଆ ଖସି ପଡୁଛି। ବହୁତ ନିଦ୍ରାରେ ବିଲେଇ ନାନୀ ଉଠୁଛନ୍ତି। ଦେଖ କ୍ଷୀର, ଆଗେ କ୍ଷୀର ଟୋପେ ପିଇ ଦେଲେଣି। କ୍ଷୀର ପିଇବା ବାଦେ ତାଙ୍କର ବ୍ରେଡ୍ ଖାଉଛନ୍ତି। ସକାଳୁ ତାଙ୍କର ଫାଷ୍ଟ ବ୍ରେଡ୍ କ୍ଷୀର। ଦେଖ କେତେ ଜଲ୍ଦି ପିଉଛନ୍ତି। ଏବେ ତାଙ୍କର କ୍ଷୀର ଖାଇବା ସରିଯାଇଛି ନା ଆଉ ତ ଅଧା ଅଛି ନା କଣ? ହଁ ହଁ, ସେ ଖାଇସାରିଲା ପରେ କ୍ଷୀର ବ୍ରେଡ୍ ଖାଇବେ। ବିଲେଇ ନାନୀ ଆଗେ ବ୍ରେଡ୍ ଖାଉନ, ଖାଲି କ୍ଷୀର ପିଇଲେ ହବ ନା? ତାଙ୍କୁ ବ୍ରେଡ୍ ଆଜି ଭଲ ଲାଗୁନି। ଏବେ ବ୍ରେଡ୍ ଖଣ୍ଡେ ଖାଇଲେ। ବହୁତ କହିବାରୁ ତାଙ୍କର ବ୍ରେଡ୍ ଆଜି ଟିକେ ଖାଇଛନ୍ତି।